ଏବେ ନିଶାର କବଳରେ ସାରା ବିଶ୍ୱ। ଅନେକ ସରକାରୀ ସ୍ତରରେ ସଚେତନାତ୍ମକ କାର୍ଯ୍ୟ କରି ଲୋକଙ୍କୁ ନିଶା ଭୟାବହତା ସମ୍ପର୍କରେ ସଚେତନ କରାଯାଉଥିଲେ ମଧ୍ୟ ଏହା ବର୍ତ୍ତମାନ ନିଷ୍ଫଳ ହେଉଛି। ଇତ୍ୟବସରରେ ଗତ 21 ତାରିଖ ରବିବାର ଦିନ ଖୋର୍ଦ୍ଧାରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଏକ ମାରାଥନ ଆୟୋଜନ କରାଯାଇଥିଲା। ଏଥିରେ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ କଲେଜ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସକାଳୁ ସକାଳୁ ମାରାଥନ ଖୋର୍ଦ୍ଧା ମିନି ଇଣ୍ଡୋର ଷ୍ଟାଡିୟମରୁ ବାହାରି ପଲ୍ଲା ଅଣ୍ଡରପାସ୍ ଦେଇ ଗତି କରିଥିଲା। ଶତାଧିକ ମାରାଥନ ପ୍ରେମୀ ଏଥିରେ ଯୋଗ ଦେଇ ରାସ୍ତାରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ମାରାଥନରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିଥିଲା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବଗୋଷ୍ଠୀ ବିଭାଗ ଏହି ମାରାଥନରେ ଉଚ୍ଚ ପଦାଧିକାରୀମାନେ ରହି ମାରାଥନକୁ ସମ୍ପୂର୍ଣ୍ଣ ସକ୍ରିୟ ସହଯୋଗ କରିଥିଲେ। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।